ଶିଖ ଓଡ଼ିଶା ୟୁଟ୍ୟୁବ୍ ଚ୍ୟାନେଲରେ ମୁଁ ସନତ କୁମାର ସ୍ୱାଗତ କରୁଛି ପୁଣି ଗୋଟେ ନୂଆ ଭିଡ଼ିଓ ସହିତ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବି ଓଡ଼ିଶା ଗଭର୍ଣ୍ଣମେଣ୍ଟର ଗୋଟେ SC ST ଡେଭଲପମେଣ୍ଟ ଡିପାର୍ଟମେଣ୍ଟର ଗୋଟେ ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ଯେଉଁଟାକି ଆମେ ପୂର୍ବରୁ କହୁଥାଉ ପ୍ରେରଣା ବୋଲି, ତାହା ଅଲରେଡ଼ି ଆସି ସାରିଛି ୱେବସାଇଟ୍ରେ, ଯେଉଁଟାକି ଓଡ଼ିଶା ସ୍କଲାରସିପ୍ .gov.inରେ ଆବେଦନ କରିପାରିବେ। ଏଥିରେ ଯଦି ଇଲିଜିବିଲିଟି କ୍ରାଇଟେରିଆ କଥା କହିବେ ତ ପ୍ରତ୍ୟେକ ଷ୍ଟୁଡେଣ୍ଟସ୍ ଯେଉଁମାନେ କଲେଜରେ ପଢ଼ୁଛନ୍ତି ବା ସ୍କୁଲରେ ପଢ଼ୁଛନ୍ତି ପ୍ରି ମେଟ୍ରିକ୍, ମୁଁ ଏବେ ଯେଉଁ ଆବେଦନ କଥା କହୁଛି ସେ ହେଉଛି ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ତଥା SC ST OBC SCBC ବା EBC କମ୍ୟୁନିଟିରେ ଏମାନେ ମଧ୍ୟ ଆବେଦନ କରିପାରିବେ। ଯେଉଁମାନେ +2 ବା 10th ପରେ ବା ଯେଉଁମାନେ ମେଟ୍ରିକ୍ ପରେ ଯେଉଁମାନେ ଯେକୌଣସି କୋର୍ସ କରୁଛନ୍ତି, ଯେମିତିକି ଜେନେରାଲରେ ଏନି ଜେନେରାଲ ବା ଟେକ୍ନିକାଲ ପ୍ରଫେସନାଲ କୋର୍ସ କରୁଛନ୍ତି, ତେବେ ସେମାନଙ୍କୁ ସରକାର ଷ୍ଟାଇପେଣ୍ଡ ଦେବେ। କେଉଁମାନଙ୍କୁ ଦେବେ? ଯେଉଁମାନଙ୍କର ଏନୁଆଲି ଇନକମ୍ ବର୍ଷକୁ 2.5 ଲକ୍ଷ ଟଙ୍କାରୁ କମ୍ ହେଇଥିବା ଦରକାର ତାଙ୍କ ଫ୍ୟାମିଲିର। ଦେନ୍ OBC SCBC ପାଇଁ 50% ମାର୍କ, ସେମାନେ ଲାଷ୍ଟ କ୍ୱାଲିଫାଇଂ ଏକ୍ଜାମରେ 50% ମାର୍କ ରଖିଥିବା ଦରକାର। ତାପରେ ଆପଣମାନଙ୍କୁ ଯଦି କହିବି, ସେମାନେ ଯେଉଁମାନେ କି ଆବେଦନ କରିବେ ସେମାନେ ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ରେ ବା ଆମେ କହିପାରିବା ଓଡ଼ିଶା, ଏଠି କହୁଛି ଷ୍ଟୁଡେଣ୍ଟସ୍ ହୁ ଆର୍ ରେସିଡେଣ୍ଟ ଅଫ୍ ଓଡ଼ିଶା, ସେମାନେ ଓଡ଼ିଶାରେ ବାସିନ୍ଦା ହୋଇଥିବା ଦରକାର। ଷ୍ଟଡିଂ ଅନଲି ଇନ୍ ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ ଆଉଟସାଇଡ୍ ଦ ଷ୍ଟେଟ୍ ୱିଲ୍ ବି ଇଲିଜିବୁଲ୍ ଫର୍ ଦ ସ୍କଲାରସିପ୍। ଅର୍ଥାତ୍ ଯେଉଁମାନେ ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ରେ ପଢ଼ୁଛନ୍ତି ଆଉଟସାଇଡ୍ ଦ ଓଡ଼ିଶା ବାହାରେ ଯଦି ଗଭର୍ଣ୍ଣମେଣ୍ଟ ଇନଷ୍ଟିଚ୍ୟୁଟ୍ରେ ପଢ଼ୁଛନ୍ତି ତେବେ ସେମାନେ ମଧ୍ୟ ଇଏ ପୋଷ୍ଟ ମ୍ୟାଟ୍ରିକ୍ ସ୍କଲାରସିପ୍ ପାଇପାରିବେ। ଦେନ୍ ଓଡ଼ିଶା ଭିତରେ ତ ପ୍ରାଇଭେଟ୍ ଗଭର୍ଣ୍ଣମେଣ୍ଟ ସମସ୍ତେ ହିଁ ପାଇପାରିବେ। ଏହାର ଓପନିଂ ଡେଟ୍ କଥା ଯଦି କହିବି ଆପଣମାନଙ୍କୁ, ଅନଲାଇନ୍ ଆପ୍ଲିକେସନ୍ 26/9ରୁ ଆରମ୍ଭ ହୋଇଯାଇଛି। କ୍ଲୋଜିଂ ଡେଟ୍ ଯଦି କହିବା 30/11/2025 ପର୍ଯ୍ୟନ୍ତ ରହିବ। ତ ଏଇ ଡେଟ୍କୁ ଆପଣମାନେ ମନେ ରଖିବେ ଏବଂ ଏଥିପାଇଁ ଆବେଦନ ପାଇଁ ଦରକାର ହେଉଥିବା ଜିନିଷ ଯେମିତିକି ଆପଣଙ୍କୁ କାଷ୍ଟ ସାର୍ଟିଫିକେଟ୍, ଇନକମ୍, ଏ ଦୁଇଟା ଡକୁମେଣ୍ଟ ଦରକାର। ଦେନ୍ ଆପଣମାନଙ୍କ ଆଧାର ସହିତ ମୋବାଇଲ୍ ନମ୍ବର ନିହାତି ଦରକାର, କାହିଁକିନା OTR ନମ୍ବର ଜେନେରେଟ୍ କରିବା ପାଇଁ ପଡ଼ିବ। ଯେଉଁମାନେ OTR ନମ୍ବର ଜେନେରେଟ୍ କରିପାରୁନାହାନ୍ତି ସେମାନେ ମୋର ମୋର ୟୁଟ୍ୟୁବ୍ ଚ୍ୟାନେଲରେ ଆସିବ ଭିଡ଼ିଓ, କ'ଣ କେମିତି OTR ନମ୍ବର ଜେନେରେଟ୍ କରିବେ ସବୁ କିଛି ଦେଖିପାରିବେ। ଆଉ ଭିଡ଼ିଓ ବି ଆଣିବା କ'ଣ କେମିତି ଆବେଦନ କରିବେ। ଏ ହେଉଛି ଗୋଟେ ସର୍ଟ ନୋଟିସ୍ ଆପଣମାନଙ୍କୁ ଦେଲି। ଏଭଳି ଭାବରେ ନୂଆ ନୂଆ ଭିଡ଼ିଓ ଗଭର୍ଣ୍ଣମେଣ୍ଟର ଅପଡେଟ୍ ପାଇବା ପାଇଁ ଚ୍ୟାନେଲକୁ ନିଶ୍ଚିତ ଭାବରେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବା ପାଇଁ କେବେ ବି ଭୁଲିବେନି। ରହୁଛି, ନମସ୍କାର, ଜୟ ଶ୍ରୀରାମ।